ଜଗନ୍ନାଥ ଆମ ଓଡ଼ିଆ ଘରର ମୁରବୀ ତାଙ୍କରି ଉପରେ ଆଧାରିତ ନାଟକ। ପୁଅର ରାଗ ପିଲାବେଳୁ ହିଁ ବାପା ମା ରାଗ ଯେ ସ୍ନେହ ଦେଇନାହାନ୍ତି, ମୁଁ ତମକୁ ସେମିତି ତଡ଼ପେଇ ମାରି। ପୁଅର ରାଗ ପିଲାବେଳୁ ହିଁ ବାପା ମା ରାଗ ଯେ ସ୍ନେହ ଦେଇନାହାନ୍ତି, ମୁଁ ତମକୁ ସେମିତି ତଡ଼ପେଇ ମାରି। ଏଇ ଟାଇପ୍ର ଦେଖନ୍ତୁ ରିଅଲ୍ ଘଟଣା କ'ଣ କେବେ ବି ଗୋଟେ ପୁଅ ବାପା ମାଆକୁ ଏମିତି ଟର୍ଚର୍ କରିପାରିବନି, କେବେ ବି ନୁହେଁ। ଗୋଟେ ମଣିଷ ତ ଅଛି ନା ନାହିଁ, ମଣିଷ ସମାଜରେ ମଣିଷ ପାଖରେ ଗୋଟେ ବାପା ମାଆକୁ ଏତେ ଟର୍ଚର୍ କରୁଛି ଯେଉଁଟାକି ଅଡ଼ିଏନ୍ସ ବି ସମ୍ଭାଳି ପାରୁନାହାନ୍ତି, ମାନେ ବାଡ଼େଇ ଦେବା ପାଇଁ ତୟାର ହେଉଛନ୍ତି। ଦେଖନ୍ତୁ ଆମେ କଳାକାର, ଗୋଟେ ସିଏ ଯେଉଁ ମାନେ ଚରିତ୍ର ଦେଇଛନ୍ତି ତାକୁ ଆମେ ରଙ୍ଗର ରୂପ ଆମେ ଦେଉଛୁ। ରିଅଲ୍ ଲାଇଫ୍ରେ ଆମେ ବାପା ମାଆଙ୍କୁ ଭଗବାନ ଭଳିଆ ପୂଜୁ। ଯାହାର ବାପା ମାଆଙ୍କର ଆଶୀର୍ବାଦ ନାହିଁ ଯେଉଁ ପିଲା ପାଖରେ, ସେ କୌଣସି ଜାଗାରେ ସେ ତିଷ୍ଠି ପାରିବନି। ସବୁ ଜାଗାରେ ସେ ମାନେ କୋଟି କୋଟି ଟଙ୍କା ଇନକମ୍ କଲେ ବି ଶାନ୍ତି ନାହିଁ। ଯେଉଁଠି ପଖାଳରେ ଶାନ୍ତି ଅଛି, କୁକର୍ମର ଧନ ମଟନ୍ ଖାଇଲେ ବି ସେ ଶାନ୍ତି ନାହିଁ। ତେଣୁକରି ବାପା ମାଆଙ୍କୁ ଆପଣମାନେ ନିହାତି ଭାବରେ ମାନେ ଭଗବାନ ଦେବୀ ଦେବତା ଭଳିଆ ପୂଜା କରନ୍ତୁ। ସେଇ ଗୋଟା ତ ମୋତେ ଡର ଲାଗୁଛି। ଆଉ ଆପଣଙ୍କ ଜରିଆରେ ମୁଁ ବି ମେସେଜ୍ ଦେଇଦେଉଛି, ଯେଉଁ ଚରିତ୍ରଟା ଦିଆଯାଇଛି ମୁଁ ତାର ଅଭିନୟ ମାଧ୍ୟମରେ ଆପଣମାନଙ୍କୁ ଦେଖାଉଛି। ରିଅଲ୍ ଲାଇଫ୍ରେ ସେମିତି ନୁହଁ। ମୁଁ ରିଅଲ୍ ଲାଇଫ୍ରେ କହୁଛି ଆପଣମାନଙ୍କୁ ବାପା ମାଆଙ୍କୁ ଭଗବାନ ଭଳିଆ ମାନ। ସେଇଟା ବହୁତ ଖୁସି ଲାଗୁଛି। ତା ପାଇଁ ଶ୍ରେୟ ପ୍ରଥମେ ଦେବି ରଙ୍ଗମହଲର ଓନର୍ ସତ୍ୟ ଅଜା ଯିଏ, ତାଙ୍କ ସହିତ ଆମର ଯେଉଁ 3-4ଟି ନାଟକ ହେଉଛି ତାର ଡାଇରେକ୍ଟର ରାଇଟର ଏମାନଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ସେଇମାନଙ୍କ ଯୋଗୁଁ ଆଜି ନାଟକ ଭଲ ହେଇପାରୁଛି। ତାଙ୍କ ସହିତ ଯେଉଁ ରଙ୍ଗମହଲରେ ସିନିୟର କଳାକାରମାନେ ଅଛନ୍ତି, ପ୍ରତାପ ଭାଇ ହୁଅନ୍ତୁ, ମୁନୁ ପଣ୍ଡା ହୁଅନ୍ତୁ, ଜୀବନ ଭାଇ ହୁଅନ୍ତୁ, ଏମାନେ ଗୋଟେ ମାନେ ଯାତ୍ରା ଇଣ୍ଡଷ୍ଟ୍ରିର କିମ୍ବଦନ୍ତୀ। ବହୁତ କିଏ 10 ବର୍ଷ, କିଏ 40 ବର୍ଷ, କିଏ 15 ବର୍ଷ ଅଭିନୟ କଲେଣି। ତେଣୁକରି ତାଙ୍କଠୁ ବି ବହୁତ ଜିନିଷ ଶିଖିବାର ଅଛି। ଆଉ ମୋର ଯେଉଁ ଡରଟା ଥିଲା ସିନିୟର କଳାକାରମାନେ ଡୋମିନେଟ୍ କରିବେ, କିନ୍ତୁ ରଙ୍ଗମହଲ ପାର୍ଟିରେ ଆସିଲା ପରଠୁ ମୁଁ ଯେଉଁଟା ମାନେ ଦେଖିବାକୁ ପାଇଲି, ସିନିୟର କଳାକାରମାନେ କୋଅପରେଟିଭ୍, ମାନେ ସବୁ କ୍ଷେତ୍ରରେ କୋଅପରେଟ୍ କରୁଛନ୍ତି। ଯଦି ବି କିଛି ତ୍ରୁଟି ରୁହେ ଚୁପକିନା କାନରେ ଆସି ନାଇଁ ରାଜବୀର ଏମିତି କଲେ ଭଲ। ବହି ତ ବର୍ତ୍ତମାନ ଆରମ୍ଭ ହେଉଛି, ମାତ୍ର 2ଟା କ୍ୟାମ୍ପ ଯାଇଛି। ନାଟକ ଦର୍ଶକ ଗ୍ରହଣ କରିବା ଆରମ୍ଭ କରିଛନ୍ତି, ଆହୁରି ବି ଗ୍ରହଣ କରିବେ ନିଶ୍ଚିତ ଭାବରେ। ଜଗନ୍ନାଥଙ୍କୁ ନେଇକି ନାଟକ। ଜଗନ୍ନାଥ ଆମ ଓଡ଼ିଆ ଘରର ମୁରବୀ ତାଙ୍କରି ଉପରେ ଆଧାରିତ ନାଟକ। ଲୋକଙ୍କୁ ମେସେଜ କହିଲେ, ଆମ ସମାଜରେ ଅନେକ ଅବହେଳିତ ଚରିତ୍ର ଅଛନ୍ତି। କୌଣସି ନା କୌଣସି କାରଣରୁ ଯେତେବେଳେ ଚରିତ୍ରଟି ଅବହେଳିତ ହୋଇଯାଏ ବା କୌଣସି ନା କୌଣସି କାରଣରୁ ଯଦି ଚରିତ୍ରଟି ଠିକ୍ ଭାବରେ ଟ୍ରିଟମେଣ୍ଟ ନ ପାଏ, ତାହେଲେ ତା ଭିତରେ ଗୋଟେ ବଡ଼ ଭୟଙ୍କର ବିସ୍ଫୋରଣ କ୍ରିଏଟ୍ ହୁଏ। ସେଟାକୁ ଭୁଲ ବୋଲି ଭାବିଦିଏ ଏବଂ ଭୁଲ ବୋଲି ଭାବି ନିଜକୁ ନଷ୍ଟ କରିଦିଏ। ତେଣୁ ମେସେଜ୍ ହେଉଛି କ'ଣ, ଆମେ ଏବେ ପ୍ରତ୍ୟେକ ବାପା ମା ହୁଅନ୍ତୁ ବା ଗାର୍ଜିଅନ୍ ହୁଅନ୍ତୁ, ସେମାନେ ପିଲାମାନଙ୍କୁ ଟ୍ରିଟମେଣ୍ଟ ଠିକ୍ସେ କରିବା ଦରକାର। ପିଲାଙ୍କର ସାଇକୋଲୋଜି ବୁଝିବା ଦରକାର। ଯଦି ଆମେ ପିଲାଙ୍କର ସାଇକୋଲୋଜି ନ ବୁଝିପାରିବା, ତାହେଲେ ପିଲାମାନେ ଖରାପ ବାଟକୁ ଯିବେ ଏବଂ ସେଇଟା ବୁମେରାଙ୍ଗ ହେଇଯିବ ବାପା ମାଙ୍କ ପ୍ରତି। ଏଇଟା ହେଉଛି ଗୋଟେ ମେସେଜ୍। ବନ୍ଧୁତ୍ୱ, ଏଠି ବନ୍ଧୁ ହେଉଛି ଜଗନ୍ନାଥଙ୍କ ସାଥିରେ ବନ୍ଧୁ। ଏଠି କୌଣସି ମଣିଷଙ୍କ ସାଥିରେ ବନ୍ଧୁ ନୁହନ୍ତି। ଯେତେବେଳେ ଆମେ ଜଗନ୍ନାଥକୁ ବନ୍ଧୁ କରିଦିଅନ୍ତି, ତୁମେବ ମାତାଶ୍ଚ ପିତା ତୁମେବ, ଆମେ ସବୁ କହିଦିଅନ୍ତି, ସିଏ ସଖା, ସିଏ ବନ୍ଧୁ, ସବୁକିଛି। ତେଣୁ ଏଠି ଗୋଟେ କ'ଣ, ଏଠି ଗୋଟେ ହେଉଛି ଭାବର ବନ୍ଧୁ, ସାଧାରଣ ବନ୍ଧୁ ନୁହେଁ, ଭାବର ବନ୍ଧୁ। ଏବଂ ବନ୍ଧୁ କିପରି ଭାବରେ ସେ ହେଲ୍ପ କରୁଛି ଏଇ ନାଟକରେ ଲୋକମାନେ ଦେଖିବାକୁ ପାଇବେ। ନାଇଁ, ସେ ନାଟକ ଏ ନାଟକ ସମ୍ପୂର୍ଣ୍ଣ ଅଲଗା। ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନାଟକ ମୋର ଭାରି ପ୍ରିୟ ନାଟକ, ମୁଁ ତାକୁ ବହୁତ ଥର ଦେଖିଛି। ଆଉ ସେ ନାଟକ ସାଙ୍ଗରେ ଏ ନାଟକର କୌଣସି ସମ୍ପର୍କ ନାହିଁ। ଦରଦୀ ବନ୍ଧୁ କେବଳ ମିଶୁଛି। ସେଠି ଦରଦୀ ବନ୍ଧୁ ଅଲଗା ପ୍ରକାର ଥିଲା, ଏଠି ଦରଦୀ ବନ୍ଧୁକୁ ମୁଁ ଆଣିଛି ଜଗତର ନାଥ ଜଗନ୍ନାଥ ହେଉଛନ୍ତି ଦରଦୀ ବନ୍ଧୁ। ତେଣୁ ତାଙ୍କୁ ନେଇକି ନାଟକ ନାହିଁ। ଲୋକଙ୍କୁ ଇନ୍ସପାୟାର କରିବା, ପ୍ରଭାବ କ'ଣ ପକାଇବ, ତା ପୂର୍ବରୁ ଗୋଟେ କଥା ହେଉଛି, ସମାଜରେ ଯାହା ଘଟେ ଆମେ ସେଇଟାକୁ ରିଫ୍ଲେକ୍ଟ କରୁ। ଆମେ କୌଣସି ମଙ୍ଗଳ ଗ୍ରହକୁ ଯାଇକି ଆଣିନାହୁଁ ନାଟକ ବା କାହାଣୀ। ଆମ ସୋସାଇଟିରେ ଯାହା ଘଟୁଛି, ମୁଁ ବି ଦେଖିଛି ଫେସବୁକ୍ରେ ଆପଣମାନଙ୍କର ଇଏରେ ଅନେକ ଲୋକ ମତାମତ ଦେଇଛନ୍ତି ଯେ ଭିକ ମଗା ସିନ୍ କାହିଁକି ରହୁଛି, ବାପା ମାଆଙ୍କୁ ମାରିବା ସିନ୍ କାହିଁକି ରହୁଛି, କୁକୁର ସିନ୍ କାହିଁକି ରହୁଛି। ଯାହା ଘଟୁଛି ଗୋଟେ ରାଇଟର ସେଇଆ ଲେଖିବ।
सी कौन जिन घटे पार ना तेणु सोसाइटी जहाँ घटुची आम मिरर दिखते आम गोटे मिरर जस्ट रिफ्लेक्ट हो प्रतिफलित होटा को आम गोटे नुआ प्रकार आम देखा भाइराल गोटे हूँ बड़ा भयंकर शब्द गोटे जो समय भाइराल शब्द नाला वेब मीडिया नाला कौन सी मीडिया नाला से भी नाटक भाइराल होता भाइराल मीन लोक पाखे पहुँचवा एवं टी अधिक पहुँची जाऊँगी तेणु कौ नाटक केते बाट को जीव दरिया कूल दरदीवन तो बहुत भाइराल हो सारी बहुत आपण मान जरिया बहुत भाइराल हो सारी तेणु देखा फॉर द बेस्ट आगू को जीवा केते कौन जीव।